ଯଦି କେନ୍ଦ୍ରରେ ଦେଖିବା ତାହେଲେ ନିଟ୍ ଗୋଟେ ବଡ ପ୍ରସଙ୍ଗ ସାରା ଦେଶରେ, କିନ୍ତୁ ଓଡିଶାରୁ ଏମିତି ଗୋଟେ ମୁଦ୍ଦା ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା। ବହିରେ ଭୁଲ ହେଇଥିବା ପରେ ଠିକ ଅଛି, କିନ୍ତୁ କେତେ ଭୁଲ ହେଇପାରେ ତାକୁ ନେଇକି ମଧ୍ୟ ଅନେକ ଆଲୋଚନା ସମାଲୋଚନା ହେଲା ସରକାରଙ୍କ ଉପରେ। ଆମ ସହିତ ଛାତ୍ର କଂଗ୍ରେସର ସଭାପତି ଅଛନ୍ତି ବିଭୂତି ଭୂଷଣ ମହାପାତ୍ର, ତାଙ୍କ ସହିତ ଅଧିକ ଆଲୋଚନା କରିବା। ବିଭୂତି ବାବୁ, ଯେଉଁଭଳି ଭାବରେ ବହିରେ ଭୁଲ ଆସିଛି, ଗୋଟେ ଭୁଲ ଆସିବ ଠିକ ଅଛି, 5ଟା 10ଟା ଭୁଲ ହେଇଗଲା, କୋଉଠି ମାତ୍ରା ଟିକେ ଭୁଲ ହେଇଯିବ, କୋଉଠି ମାତ୍ରା ଟିକେ ଛାଡିଯିବ, କିନ୍ତୁ ହଜାର ହଜାର ସଂଖ୍ୟାରେ ଭୁଲ, ୟାକୁ କେମିତି ଦେଖୁଛନ୍ତି? ୟାକୁ ମୁଁ ଦେଖୁନି, ସାରା ଓଡ଼ିଶାର ଅଭିଭାବକ ମାନେ ଏବଂ 46 ଲକ୍ଷ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଦେଖୁଛନ୍ତି ଏବଂ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। 2,500 ଉର୍ଦ୍ଧ୍ୱ ଭୁଲ, ୟାର ସିଧାସଳଖ ମାନେ ହେଉଛି ପ୍ରାଥମିକ ଶିକ୍ଷାକୁ ନଷ୍ଟ ଭ୍ରଷ୍ଟ କରିଦେବା ପାଇଁ ଗୋଟେ ସୁଚିନ୍ତିତ ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ କହିଲେ କି ଷଡ଼ଯନ୍ତ୍ର ହେଇଛି। ତାହେଲେ ଷଡ଼ଯନ୍ତ୍ରକାରୀ କିଏ? କାହିଁକି ଷଡ଼ଯନ୍ତ୍ରକାରୀ ପାଖରେ ପହଞ୍ଚି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ? ସେ ଗୃହ ବିଭାଗର ମୁଖ୍ୟ, ହାତରେ ପୋଲିସ ଅଛି, ଗୁଇନ୍ଦା ଅଛି। ତାହେଲେ ଷଡ଼ଯନ୍ତ୍ରକାରୀକୁ ଧରିବାରେ ଏଠି ଅସୁବିଧା କୋଉଠି? ଏ ପ୍ରଶ୍ନ ଆମେ ପଚାରୁଛୁ। ଆଉ ଯିଏ ମୁଖ୍ୟ ଖଳନାୟକ, ଯିଏ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସେ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି? ମୁଖ୍ୟମନ୍ତ୍ରୀ କହିଲେ ଷଡ଼ଯନ୍ତ୍ର ହେଇଛି, ସରକାର ତାଙ୍କର, ମନ୍ତ୍ରୀ ତାଙ୍କର, ଅଫିସର ତାଙ୍କର, ତାହେଲେ ଷଡ଼ଯନ୍ତ୍ର କଲା କିଏ? ମୁଖ୍ୟମନ୍ତ୍ରୀ ଖାଲି ଷଡ଼ଯନ୍ତ୍ର ହେଇଛି କହିଦେଲେ ହେବ ନାହିଁ। ଯଦି କହିଛନ୍ତି ତାହେଲେ ପ୍ରମାଣ ଦେବା ପାଇଁ ପଡ଼ିବ ଷଡ଼ଯନ୍ତ୍ର ଏଇ ଲୋକ କରିଥିଲା, ୟା ଦ୍ୱାରା ଷଡ଼ଯନ୍ତ୍ର ହେଇଥିଲା, ଇଏ ଚକ୍ରାନ୍ତ କରିଥିଲା, ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଡ଼ିବ। ପ୍ରକୃତରେ ସ୍କୁଲ ଆଜିର ସମୟରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯାଉଛି କୁଆଡ଼େ? ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପାଇଁ, ପିଲାମାନଙ୍କୁ ମୂର୍ଖ ଗଣ୍ଡ କରିଦେବା ପାଇଁ ସରକାର ଗୋଟେ ନୂଆ ଯୋଜନା ଆଣିଥିଲେ, ଯାହା ଯୋଜନା ଆପଣ ବର୍ତ୍ତମାନ ସାରା ରାଜ୍ୟରେ ଦେଖୁଛନ୍ତି। କାଲି ଆମେ ଏଠି ଏକ ନାଟକ ପରିବେଷଣ କରିଥିଲୁ, ଭୁଲ ସ୍କୁଲ। କେବଳ ଭୁଲ ସ୍କୁଲ ଲୋୟର ପିଏମଜିରେ ହେଇନଥିଲା, ସାରା ଓଡ଼ିଶାର ଯେତେ ସ୍କୁଲ ଅଛି ବର୍ତ୍ତମାନ ସବୁ ଯାକ ଭୁଲ ସ୍କୁଲ ହେଇଯାଇଛି। ସବୁ ସ୍କୁଲରେ ଭୁଲ ପଢ଼ା ହେଉଛି, ପିଲାମାନେ କୋଉଠି ଠିକ ପାଠ ପଢ଼ୁନାହାନ୍ତି। ସରକାର, ଅଭିଭାବକ ମାନେ ସମସ୍ତେ ବୁଝିବା ସମୟ ଆସିଛି। ଆମେ ଦାବି କରୁଛୁ ସେ ନୂଆ ବହିକୁ ଆପଣ ଫେରେଇ ନିଅନ୍ତୁ। ଆପଣଙ୍କର ପାରିବା ପଣିଆ ବହି ତିଆରି କରିବାର ଯେଉଁ ପାରିବା ପଣିଆ ସାରା ଓଡ଼ିଶା ଦେଖିଦେଲା। ବର୍ତ୍ତମାନ ସେଇ ବହି ପଢ଼ାନ୍ତୁ ଯେଉଁ ବହି କଂଗ୍ରେସ ତିଆରି କରିଥିଲା, କଂଗ୍ରେସ ସରକାର ସମୟରେ ହେଇଥିଲା। ଯେଉଁ ବହିକୁ ପଢ଼ି ପିଲାମାନେ ଡାକ୍ତର, ଇଞ୍ଜିନିୟର, ସାଇଣ୍ଟିଷ୍ଟ, ବହୁ ବଡ଼ ବଡ଼ ଅଧିକାରୀ ହେଇଛନ୍ତି, ବିଦେଶରେ ଚାକିରି କରୁଛନ୍ତି, ସେଇ ପୁରୁଣା ବହିକୁ ପଢ଼ାନ୍ତୁ। ଆପଣଙ୍କର ନିମ୍ବୁଡ଼ା ନିମ୍ବୁଡ଼ା ବହି ପଢ଼ାନ୍ତୁ ନାହିଁ। ଗୋଟେ ଗୋଟେ ସରକାର ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍କିମ୍ ଆଣୁଛନ୍ତି, ଯୋଉଠି ପଞ୍ଚାୟତ ସ୍ତରର ଗୋଟେ ସ୍କୁଲକୁ ଚୟନ କରାଯିବ, ତାକୁ ଯେମିତି ରୂପାନ୍ତରୀକରଣ ହେଇଥିଲା 5T ଜରିଆରେ ସେମିତି ରୂପାନ୍ତରୀକରଣ କରାଯିବ, କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଗୋଟେ ମନରେ ଗୋଟେ ପ୍ରଶ୍ନ ଆସୁଛି, ଆମେ କ'ଣ ବିଲ୍ଡିଂ ଚକଚକ୍ କରିଦେଲେ, ରଙ୍ଗ ମାରିଦେଲେ, କ୍ଲାସରୁମ୍ରେ ସ୍ମାର୍ଟ ବୋର୍ଡ ଲଗେଇଦେଲେ, ସ୍ମାର୍ଟ ବେଞ୍ଚ ଲଗେଇଦେଲେ ପିଲା ଶିକ୍ଷିତ ହେଇଯିବେ? ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସୁଧୁରିଯିବ? ମୋତେ ଗୋଟିଏ ସ୍କୁଲର ନାଁ କୁହନ୍ତୁ ଯେଉଁ ସ୍କୁଲରେ 100% ଶିକ୍ଷକ ଅଛନ୍ତି। ଗୋଟିଏ ସ୍କୁଲର ନାଁ। ଆପଣ ରୂପାନ୍ତରୀକରଣର ମାନେ କ'ଣ ବୁଝନ୍ତି? ଖାଲି ନୀଳ ରଙ୍ଗଟା ଥିଲା ତାକୁ ଉପରେ ଗେରୁଆ ରଙ୍ଗ ମାରିଦେବା କ'ଣ ରୂପାନ୍ତରୀକରଣ? ରୂପାନ୍ତରୀକରଣ ମାନେ ସେୟା ନୁହଁ। ରୂପାନ୍ତରୀକରଣ ମାନେ ହେଉଛି ଗୁଣାତ୍ମକ ଶିକ୍ଷା। ଆପଣ ଗୁଣାତ୍ମକ ଶିକ୍ଷା ଦେବାରେ ବିଫଳ ହେଇଛନ୍ତି। ଆପଣ ଶିକ୍ଷକ ନିଯୁକ୍ତି କରିବାରେ ବିଫଳ ହେଇଛନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଶିକ୍ଷକ ପଦ ରାଜ୍ୟରେ ଫାଙ୍କା ପଡ଼ିଛି। ଯଦି ଶିକ୍ଷକ ପଦ ଫାଙ୍କା ପଡ଼ିବ, ପିଲାଙ୍କୁ ଭୁଲ ବହି ଦିଆଯିବ, ପିଲାଙ୍କୁ ଭୁଲ ପାଠ ପଢ଼ାଯିବ, ତାହେଲେ ରୂପାନ୍ତରିତ ହେଲା କୋଉଠି? କ'ଣ ରୂପାନ୍ତରିତ ହେଲା? ଏସବୁ ପ୍ରଶ୍ନ ଆମେ ସରକାରଙ୍କ ପାଖରେ ରଖୁଛୁ। ରାଜ୍ୟର ଏଇ ପ୍ରାଇମେରୀଠୁ ନେଇକି ହାୟର ଏଜୁକେସନ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ସବୁ କିଛି ଠିକ ଚାଲିଛି? ବିଲକୁଲ ଠିକ ଚାଲିନି। ସବୁ କିଛି ନୁହଁ, ବିଲକୁଲ ଠିକ। କାହିଁକି ଠିକ ଚାଲିନି? ସରକାର ତ ଯୋଜନା କରୁଛନ୍ତି କେଜିରୁ ପିଜି ମାଗଣା କରିଦେବେ ପିଲାଙ୍କ ପାଇଁ। କେଜିରୁ ପିଜି ମାଗଣା କଲା ପରେ ଆପଣ ଦେଖନ୍ତୁ କ'ଣ ମାଗଣା କରୁଛନ୍ତି, କେତେ ପଇସା ନେଉଛନ୍ତି। ଆପଣ ରସିଦ ଗୁଡ଼ାକ ସୋସିଆଲ ମିଡ଼ିଆରେ ବୁଲୁଛି, କଲେଜର ରସିଦ ଗୁଡ଼ାକ ଆପଣ ସେଗୁଡ଼ାକ ଦେଖନ୍ତୁ। ପିଜି ପର୍ଯ୍ୟନ୍ତ କୋଉଠି ମାଗଣା ହେଲା ଆମେ ତ ଜାଣିପାରୁନୁ। ଏବଂ ଦ୍ୱିତୀୟ କଥା ହେଉଛି, ଏଥିପାଇଁ ତ ଆମେ ଧାରଣାରେ ବସୁଛୁ, ଏ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆମେ ଧାରଣାରେ ବସୁଛୁ। ଏଇ ଯେଉଁ ମନ୍ତ୍ରୀ, ଯେ ମୁଖିଆ, ଯେ ଦାୟିତ୍ୱରେ ଅଛନ୍ତି, ତାଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ଆମେ ଧାରଣାରେ ବସୁଛୁ। ଏ ଧାରଣା ଜାରି ରହିବ ଯେଉଁ ପର୍ଯ୍ୟନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ହେଇନି, ଯେଉଁ ପର୍ଯ୍ୟନ୍ତ ଦୋଷୀମାନେ ଦଣ୍ଡ ପାଇନାହାନ୍ତି, ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଷଡ଼ଯନ୍ତ୍ରକାରୀ ଗିରଫ ନ ହେଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି। ଗୋଟେ ଗୋଟେ ସରକାର କହୁଛନ୍ତି କେଜିରୁ ପିଜି ମାଗଣା, କିନ୍ତୁ ପ୍ରାଇଭେଟ ସ୍କୁଲ ଯେଉଁଭଳି ଭାବରେ ପିଲାଙ୍କଠୁ ପଇସା ନେଉଛି, ଖାଲି ପିଲାଙ୍କ ବ୍ୟାଗରେ ବହି ଭର୍ତ୍ତିକି ପିଲାଙ୍କୁ ବୋଝ ଦଉନି, ଆର୍ଥିକ ସ୍ତରରେ ତାଙ୍କର ଅଭିଭାବକମାନଙ୍କୁ ବି ବୋଝ ଦଉଛି। କେମିତି ଗୋଟେ ବଡ଼ ସଂଖ୍ୟାରେ ପିଲା ଏଥିରେ ଉପକୃତ ହେବେ?
ଦେଖନ୍ତୁ ଯେଉଁଭଳି ଭାବରେ ସରକାରଙ୍କର ବେସରକାରୀ ବ୍ୟବସ୍ଥା ଉପରେ କଣ୍ଟ୍ରୋଲ ନାହିଁ ଯୋଉଟା ରହିବା କଥା। ଗୋଟେ ବେସରକାରୀ ଅନୁଷ୍ଠାନ ହେଲେ ମଧ୍ୟ ସେ କେତେ ମାତ୍ରାରେ ଟଙ୍କା ଆର୍ଥିକ ଶୋଷଣ କରିପାରିବ, କେତେ ମାତ୍ରାରେ ପିଲାମାନଙ୍କୁ ବେସରକାରୀ ସଂସ୍ଥା ମାନେ ନୁହଁ ଗୋଟେ ବାଉଣ୍ଡ୍ରି କରିଦେଇଛି, ଗୋଟେ ରୁମ୍ କରିଦେଇଛି, ତା ଭିତରେ ସେ ଯାହା ନାହିଁ ତାହା କରିବ, ସେ ଯେତେ ଚାହିଁବ ସେତେ ଶୋଷଣ କରିବ। ତାର ମାନେ ଏହା ନୁହେଁ। ସରକାର ଯଦି ନିୟନ୍ତ୍ରଣ ନ କରିପାରିବେ ତାହେଲେ ସରକାରଙ୍କର ଗାଦିରେ ବସିବାର ଅଧିକାର ନାହିଁ। ସରକାର ଗାଦି ଛାଡ଼ି ଦିଅନ୍ତୁ ଯଦି ନିୟନ୍ତ୍ରଣ କରିପାରୁନାହାନ୍ତି। ଯଦି ପ୍ରାଥମିକ ଶିକ୍ଷା ଶିକ୍ଷା ହେଉଛି ମୌଳିକ ଅଧିକାର, ଗୋଟେ ପିଲା କାହିଁକି ପ୍ରାଇଭେଟ ସ୍କୁଲକୁ ଯିବ? ଯଦି ସେହି ଗୁଣାତ୍ମକ ଶିକ୍ଷା ଯେଉଁ ଶିକ୍ଷା ସେ ପ୍ରାଇଭେଟ ସ୍କୁଲ ପାଉଛି ଯଦି ସରକାର ଯୋଗାଇ ଦେଇପାରନ୍ତେ, ସରକାରୀ ସ୍କୁଲରେ ଯୋଗାଇ ଦିଆଯାଇପାରନ୍ତା, ତାହେଲେ ଗୋଟେ ପିଲା ବେସରକାରୀ ସ୍କୁଲକୁ ଯାଆନ୍ତାନି, ଶୋଷଣର ଶିକାର ହୁଅନ୍ତାନି। କାହିଁ ସରକାର ଯୋଗାଇ ପାରିବେ? ଶିକ୍ଷା, ସ୍ୱାସ୍ଥ୍ୟ, ସର୍ବନିମ୍ନ ବସ୍ତ୍ର, ବାସଗୃହ ୟାକୁ ଯୋଗାଇବାରେ ଯଦି ସରକାର ସମ୍ପୂର୍ଣ୍ଣ ବିଫଳ, ତାହେଲେ ଯେଉଁ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ତାଡ଼ୁଛନ୍ତି କରୁଛନ୍ତି କ'ଣ ସେ ଟଙ୍କା? ଆପଣ ଅନେକ ଦିନ ରାଜନୀତି କରୁଛନ୍ତି, ମୁଁ ବି ସାମ୍ବାଦିକତା କରୁଛି। ଭାରତୀୟ ଜନତା ପାର୍ଟି ଯେତେବେଳେ ବିରୋଧରେ ଥିଲା ସେତେବେଳେ ଛାତ୍ର ସଂସଦ ନିର୍ବାଚନ ଗୋଟେ ବଡ଼ ପ୍ରସଙ୍ଗ କରିଥିଲା। ବିଧାନସଭା ଭିତରେ ବି ସେତେବେଳେ ସେମାନେ ଗର୍ଜୁଥିଲେ। ତାଙ୍କର ଯିଏ ଅଘୋଷିତ ଛାତ୍ର ସଂଗଠନ ଯୋଉଟା, ସିଏ ଆଜି ଅନେକ ସମୟରେ ପ୍ରତିବାଦ କରୁଥିଲେ। କିନ୍ତୁ ଆଜି ଛାତ୍ର ସଂସଦ ନିର୍ବାଚନ ହଉନି, ଏ ବର୍ଷ ହବ, ଆର ବର୍ଷ ହବ, ଏମିତି ଗୋଟେ ପରେ ଗୋଟେ ବର୍ଷ ଟାଳି ଚାଲିଥିଲେ। କିନ୍ତୁ ଏମାନେ ମ୍ୟାନିଫେଷ୍ଟୋରେ କହିଥିଲେ ଯଦି ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ। ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ, ନୂଆ ଦାୟିତ୍ୱ କେମିତି କଂଗ୍ରେସ କାମ କରିବ? କାରଣ ଆଜି ଦେଖିବା ଇଏ ହେଉଛି ପ୍ରକୃତ ସତ ଘଟା ଯେ ଅନେକ କଲେଜରେ କଂଗ୍ରେସ ନାହିଁ କହିଲେ ଚଳେ। ଏ ଅପ୍ରିୟ ସତ୍ୟ, ମାନିବାକୁ ପଡ଼ିବ ୟାକୁ। ଆଜି ଆମେ ବସିଛୁ, ଧାରଣା ଦେଉଛୁ, ଛାତ୍ର ସଂସଦ ନିର୍ବାଚନ ଦାବି କରୁଛୁ। ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ଏ ଦୁଇ ଦଳର ପଲିସି ହେଲା କେବଳ ନେତା ପୁତ୍ର ନେତା ହେବ। ଗୋଟେ ସାଧାରଣ ପରିବାର ଆସିକି ଗୋଟେ ପିଲାଟେ କେବେ ନେତା ହେଇପାରିବ ନାହିଁ, ମାନେ କରେଇଦେବେ ନାହିଁ। ଆପଣ ଦେଖନ୍ତୁ ଜଣେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ସବୁବେଳେ ପରିବାରବାଦକୁ ଦେଇକି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଯିଏ ପୂର୍ବତନ ମନ୍ତ୍ରୀ ଥିଲେ ଡକ୍ଟର ଅରୁଣ ସାହୁ, ଯିଏ ଛାତ୍ର ସଂସଦର ନେତା ହେଇଥିଲେ, ସେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲେ। ଯିଏ ବର୍ତ୍ତମାନ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି, ଯିଏ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଚାହୁଁନାହାନ୍ତି, ସେ ହେଲେ ନେତା ପୁତ୍ର। ପରିବାରବାଦରୁ ସିଏ ବି ଆସିଛନ୍ତି। ତାଙ୍କ ବାପା ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ପୁତ୍ର ବୋଲି ସେ ବିଧାୟକ ମନ୍ତ୍ରୀ। ସେ ବିଧାୟକ ମନ୍ତ୍ରୀ ହେଇନାହାନ୍ତି କଲେଜ ଇଲେକ୍ସନ ଲଢିକି। ସେଥିପାଇଁ ଛାତ୍ର ସଂସଦ ନିର୍ବାଚନକୁ ସେ ଗୁରୁତ୍ୱ ଦଉନାହାନ୍ତି, ବନ୍ଦ କରୁଛନ୍ତି ଜାଣି ଶୁଣି। ତାଙ୍କର ମାନସିକତା ହେଲା ଗୋଟେ ସାଧାରଣ ଘରର ପିଲା କେମିତି ନେତା ନ ହବ। ତ ୟାକୁ ଆମେ ବିରୋଧ କରୁଛୁ। ଯଦି ଛାତ୍ର ସଂସଦ ନିର୍ବାଚନ ମନ୍ତ୍ରୀ କରେଇ ପାରୁନାହାନ୍ତି ତାହେଲେ ସେ ମଧ୍ୟ ଇସ୍ତଫା ଦିଅନ୍ତି। ଓଡ଼ିଶାରେ ଦୁଇଟି ମନ୍ତ୍ରୀ, ଦୁଇଟି ଶିକ୍ଷା ମନ୍ତ୍ରୀ, ଗୋଟେ ଗଣଶିକ୍ଷା ମନ୍ତ୍ରୀ, ଗୋଟେ ଉଚ୍ଚଶିକ୍ଷା ମନ୍ତ୍ରୀ। ଏମାନଙ୍କର ନୈତିକ ଅଧିକାର ଏମାନେ ହରେଇ ସାରିଛନ୍ତି। ଏମାନଙ୍କର ନୈତିକତା ନାହିଁ, ଏମାନେ ଇସ୍ତଫା ଦେବା ଦରକାର। ମୋର ଶେଷ ପ୍ରଶ୍ନ ରହିବ, କେମିତି ଆଗକୁ ଆପଣ ନେଇକି ଯିବେ? ପ୍ରତ୍ୟେକ କଲେଜ କ୍ୟାମ୍ପସକୁ ଯିବେ କେମିତି? ମୁଭମେଣ୍ଟ କରିବେ କେମିତି? କାରଣ NSY ର ଅବସ୍ଥା ଆଜି ଅନେକ କ୍ୟାମ୍ପସରେ ଶୋଚନୀୟ। ଇଏ ହେଉଛି ଅପ୍ରିୟ ସତ କଥା। କିନ୍ତୁ ଯୋଉଠି AVP ଲଗାତାର ଭାବରେ ମୁଭମେଣ୍ଟ କରୁଛି, BCJD ର ଗୋଟେ ପ୍ରକାର ଫାଟ ସୃଷ୍ଟି ହେଉଛି। ୟାକୁ ନେଇକି କଂଗ୍ରେସ କେମିତି ଷ୍ଟ୍ରାଟେଜି ତିଆରି କରିବ? NSY କେମିତି ରାଜ୍ୟର କୌଣସି ଗୋଟିଏ କ୍ୟାମ୍ପସରେ AVP ନାହିଁ। ଯଦି ଥାନ୍ତା ଛାତ୍ର ସଂସଦ ନିର୍ବାଚନରେ ଲଢ଼େଇ କରିଥାନ୍ତା। ଆପଣ ଦେଖନ୍ତୁ ଛାତ୍ର କଂଗ୍ରେସ ପ୍ରତ୍ୟେକ ସମୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଲଢ଼େଇ କରୁଛି। କାହିଁକି ଆମେ ଛାତ୍ର ସଂସଦ ଡିମାଣ୍ଡ କରୁଛୁ? କାହିଁକି ନା ଆମେ ଜାଣିଛୁ କଲେଜରେ ଆମର ସ୍ଥିତି ଅଛି, ଆମେ ଜିତିବୁ। ସେଇମାନେ ବିରୋଧ କରୁଛନ୍ତି, ସେଇମାନେ ନିର୍ବାଚନ କରିବା ପାଇଁ ଚାହୁଁନାହାନ୍ତି। ଯେଉଁମାନଙ୍କର କନଫିଡେନ୍ସ ନାହିଁ କି ଆମେ ଛାତ୍ର ସଂସଦ ନିର୍ବାଚନ ଜିତିପାରିବୁ, ଯଦି ଜିତିବାର କନଫିଡେନ୍ସ ଥାନ୍ତା ଏମାନେ ନିର୍ବାଚନ କରିଥାନ୍ତେ। ଯେହେତୁ ଜିତିବାର କନଫିଡେନ୍ସ ନାହିଁ, ଜିତିବାର କନଫିଡେନ୍ସ କେବଳ ଛାତ୍ର କଂଗ୍ରେସର ଅଛି। ପ୍ରତ୍ୟେକ କ୍ୟାମ୍ପସରେ କଂଗ୍ରେସ ଅଛି। ଆପଣ ଦେଖନ୍ତୁ ଯେଉଁ ପିଲାମାନେ ଏଠି ମୋ ସାଙ୍ଗରେ ବସନ୍ତି ସମସ୍ତେ ଗାଁରୁ ଆସିଥିବା ପିଲା। ଏଠି ଆପଣ ଯେମିତି ଆଜି ରାଲି ହେଉଥିଲା, କାର୍ଯ୍ୟକ୍ରମ ହେଉଥିଲା, ଭଡ଼ାରେ ଯିବା ପିଲା ନୁହନ୍ତି। ଏମାନେ ଗାଁରୁ ହକ୍ ଆଉ ଅଧିକାର ପାଇଁ ଲଢ଼େଇ କରୁଥିବା ପିଲା। ତ ଏଇମାନଙ୍କୁ ନେଇ ଛାତ୍ର କଂଗ୍ରେସ ଆଗକୁ ବଢ଼ିବ। ପ୍ରତି ବ୍ଲକ ସ୍ତରରେ, ପ୍ରତି କଲେଜ ଲେଭେଲରେ ଆମେ ଆନ୍ଦୋଳନ କରିବୁ, ଆପଣ ଦେଖିବେ। ଏବଂ ସରକାରକୁ ଜବାବ ମଗାଯିବ। ଛାତ୍ରଙ୍କର ହକ୍ ଆଉ ଅଧିକାର ଲଢ଼େଇ ଛାତ୍ର କଂଗ୍ରେସ ଲଢ଼ିବ। ଧନ୍ୟବାଦ। ନିଶ୍ଚିତ ଭାବରେ ଆମେ ଆଲୋଚନା କରୁଥିଲେ ଯେ NSY ନିଶାନର ଦୁଇ ମନ୍ତ୍ରୀ ରାଜ୍ୟ ସରକାରଙ୍କର, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଉଭୟ ରାଜ୍ୟର ଦାୟିତ୍ୱ ତୁଲାଇବାରେ ଅସଫଳ ହୋଇଛନ୍ତି, ଯାହା NSY ସଭାପତି ବିଭୂତିଭୂଷଣ ମହାପାତ୍ର କହୁଥିଲେ। ଗୋଟେ ପଟେ ପୁସ୍ତକରେ ପିଲାଙ୍କ ପାଠପଢ଼ା ବହିରେ ହଜାର ହଜାର ସଂଖ୍ୟାରେ ଭୁଲ, ଅନ୍ୟପଟେ ଯେଉଁ ଦଳ ବିରୋଧରେ ଥିଲାବେଳକୁ ଛାତ୍ର ସଂସଦ ନିର୍ବାଚନ କଥା କହୁଥିଲା, ଆଜି ସରକାରକୁ ଆସିଲା ପରେ ଚୁପ୍ ରହିଛି। ତେଣୁ ଏସବୁ ଦିଗରେ ଆଗକୁ କଂଗ୍ରେସ କେମିତି ମୁଭ୍ କରୁଛି ଆଉ କେଉଁ ସବୁ ମୁଦ୍ଦାକୁ ନେଇ କଲେଜ କ୍ୟାମ୍ପସକୁ ଯାଉଛି ତା ଉପରେ ନଜର ରଖିବ। ଧନ୍ୟବାଦ।